ଆମେ ଦେଖିବା ମୁଦ୍ରା କେତେ ପ୍ରକାର କ'ଣ କ'ଣ। ମୁଁ ଆ ପୂର୍ବରୁ ମୁଦ୍ରା କଲେ କ'ଣ ବୁଝ ଆଉ ମୁଦ୍ରାର କାର୍ଯ୍ୟବଳୀ ଅଲରେଡ଼ି ଭିଡ଼ିଓ ବନେଇ ସାରିଛି। ଯଦି ଆପଣମାନେ ଦେଖିନାହାନ୍ତି ତ ଚ୍ୟାନେଲକୁ ଭିଜିଟ୍ କରି ଦେଖିପାରିବେ। ତ ଆଜି ଆମେ ଡିସ୍କସନ୍ କରିବା ମୁଦ୍ରା କେତେ ପ୍ରକାରର କ'ଣ କ'ଣ। ମୁଦ୍ରାକୁ ସାଧାରଣତଃ ଦୁଇ ଭାଗରେ ଭାଗ କରାଯାଇଛି। ଗୋଟେ ହେଲା ବିଧିଗ୍ରାହ ମୁଦ୍ରା, ନିକଟ ମୁଦ୍ରା। ବିଧିଗ୍ରାହ ମୁଦ୍ରା ମାନେ କ'ଣ ନା ବିଧିଗ୍ରାହ ମୁଦ୍ରା ଯାହାକି ଅର୍ଥଶାସ୍ତ୍ରର ଆଇନଗତ ମୁଦ୍ରା ଜଣାଯାଏ। ତ ବିଧିଗ୍ରାହ ମୁଦ୍ରା ହେଉଛି ଆଇନଗତ ମୁଦ୍ରା। ଏହା ଆଇନ ଦ୍ୱାରା ସମ୍ମତ ଅଟେ ଓ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ। ମାନେ ବିଧିଗ୍ରାହ ମୁଦ୍ରାଟି ଆଇନ ଦ୍ୱାରା ସମ୍ମତ ଅଟେ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଟେ। ନେକ୍ସଟ ଆମେ ଦେଖିବା ଏହି ମୁଦ୍ରା 100% ତରଳ ଅଟେ। ବିଧିଗ୍ରାହ ମୁଦ୍ରା 100% ତରଳ ଅଟେ, ଅର୍ଥାତ୍ ଏହି ମୁଦ୍ରାକୁ ଯେକୌଣସି ବ୍ୟକ୍ତି ସହଜରେ ଗ୍ରହଣ କରିପାରନ୍ତି। ବିଧିଗ୍ରାହ ମୁଦ୍ରାକୁ ବିନିମୟର ପ୍ରକୃଷ୍ଟ ମାଧ୍ୟମ ରୂପେ ବ୍ୟବହାର କରାଯାଏ। ବିଧିଗ୍ରାହ ମୁଦ୍ରା କୌଣସି ଆୟ ଅର୍ଜନ କରିନଥାଏ। ଉଦାହରଣ, ବିଧିଗ୍ରାହ ମୁଦ୍ରାକୁ ମୁଖ୍ୟତଃ ଦୁଇ ଭାଗ କରାଯାଇପାରେ, ଯଥା ସୀମିତ ବିଧିଗ୍ରାହ ଓ ଅସୀମିତ ବିଧିଗ୍ରାହ। ତ ନେକ୍ସଟ ଦେଖିବା ଆମେ ବ୍ୟବହାର କରୁଥିବା ସମସ୍ତ ପ୍ରକାର ଧାତବ ମୁଦ୍ରା ଓ କାଗଜ ମୁଦ୍ରା ବିଧିଗ୍ରାହ ମୁଦ୍ରାର ଅନ୍ତର୍ଭୁକ୍ତ ଅଟେ। ତ ଆମେ ଦେଖିଲେ ମୁଦ୍ରା କ'ଣ, ମୁଦ୍ରାକୁ ସାଧାରଣତଃ ଦୁଇ ଭାଗ କରାଯାଇଛି, ଯଥା ବିଧିଗ୍ରାହ ମୁଦ୍ରା ଆଉ ନିକଟ ମୁଦ୍ରା। ବିଧିଗ୍ରାହ ମୁଦ୍ରା କ'ଣ ନା ଇଏ ହେଉଛି ଆଇନଗତ ମୁଦ୍ରା, ଆଇନ ଦ୍ୱାରା ସମ୍ମତ ଓ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ। ଏହି ମୁଦ୍ରା 100% କ'ଣ ତରଳ ମୁଦ୍ରା ଅଟେ। ବିଧିଗ୍ରାହ ମୁଦ୍ରାକୁ ବିନିମୟର ପ୍ରକୃଷ୍ଟ ମାଧ୍ୟମ ରୂପେ ବ୍ୟବହାର କରାଯାଏ। ବିଧିଗ୍ରାହ ମୁଦ୍ରା କୌଣସି ଆୟ ଅର୍ଜନ କରିନଥାଏ। ଉଦାହରଣ, ବିଧିଗ୍ରାହ ମୁଦ୍ରାକୁ ମୁଖ୍ୟତଃ ଦୁଇ ଭାଗରେ ଭାଗ କରାଯାଇପାରେ, ଯଥା ସୀମିତ ବିଧିଗ୍ରାହ ଓ ଅସୀମିତ ବିଧିଗ୍ରାହ। ଆମେ ବ୍ୟବହାର କରୁଥିବା ସମସ୍ତ ପ୍ରକାରର ଧାତବ ମୁଦ୍ରା ଓ କାଗଜ ମୁଦ୍ରା ବିଧିଗ୍ରାହ ମୁଦ୍ରାର ଅନ୍ତର୍ଭୁକ୍ତ ଅଟେ। ନେକ୍ସଟ ଆମେ ଦେଖିବା ନିକଟ ମୁଦ୍ରା। ତ ନିକଟ ମୁଦ୍ରା କହିଲେ କ'ଣ ବୁଝ ନା ବିଧିଗ୍ରାହ ମୁଦ୍ରାର ଅନୁପସ୍ଥିତିରେ ଯିଏ ମୁଦ୍ରା ଭଳି କାର୍ଯ୍ୟ କରେ ତାକୁ ନିକଟ ମୁଦ୍ରା କୁହାଯାଏ। ଏହା ବିଧିଗ୍ରାହ ମୁଦ୍ରା ଭଳି 100% ତରଳ ନୁହେଁ, ଅର୍ଥାତ୍ ଏହାକୁ ସହଜରେ ଜଣେ ବ୍ୟକ୍ତି ଗ୍ରହଣ କରିନଥାନ୍ତି। ନେକ୍ସଟ ଦେଖିବା ଦ୍ରବ୍ୟ କ୍ରୟ ବିକ୍ରୟ ବେଳେ ଏହା ବିନିମୟର ମାଧ୍ୟମ ରୂପେ ବ୍ୟବହାର କରାଯାଇପାରେ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଦ୍ରବ୍ୟ ବିନିମୟ ପାଇଁ ଏହାକୁ ପରୋକ୍ଷ ଭାବେ ବିନିମୟର ମାଧ୍ୟମ ଭାବେ ବ୍ୟବହାର କରାଯାଇଥାଏ। ନେକ୍ସଟ ଦେଖିବା ଡ୍ରାଫ୍ଟ, ତାମସିକ ପତ୍ର, ବଣ୍ଡ, ଅଂଶଧନ, ବିନିମୟ ପତ୍ର ଆଦି ନିକଟ ମୁଦ୍ରାର କ'ଣ ଅନ୍ତର୍ଭୁକ୍ତ ଅଟେ। ନିକଟ ମୁଦ୍ରା ଭବିଷ୍ୟତରେ ଆୟୋଜନ କରିଥାଏ। ମାନେ ବିଧିଗ୍ରାହ ମୁଦ୍ରାଟା କ'ଣ ଆୟ ଅର୍ଜନ କରିନଥାଏ, କିନ୍ତୁ ନିକଟ ମୁଦ୍ରା ଭବିଷ୍ୟତରେ ଆୟୋଜନ କରିଥାଏ। ତ ଆମେ ମୁଦ୍ରା ପାଠ ସରିଯାଇଛି। ତ ନେକ୍ସଟ ଟାଇମ୍ ଦେଖିବା ବ୍ୟାଙ୍କ କହିଲେ କ'ଣ ବୁଝ। ଏହିପରି ଇଣ୍ଟରେଷ୍ଟେଡ୍ ଭିଡ଼ିଓ ପାଇଁ ଆମ ଚ୍ୟାନେଲ ଯୋଡ଼ି ଯାଆନ୍ତୁ ଆଉ ନୋଟ୍ସଟିକୁ ସେୟାର କରନ୍ତୁ, ଯାହାଦ୍ୱାରା କି ସମସ୍ତଙ୍କ ନୋଟ୍ସଟି ପହଞ୍ଚି ପାରିବ ଆଉ ସମସ୍ତଙ୍କ ପାଠ ପଢ଼ାରେ ସାହାଯ୍ୟ ହେବ। ତ ଥ୍ୟାଙ୍କ ୟୁ ଟୁ ଅଲ୍ ୱାଚିଂ ଦିସ୍ ଭିଡ଼ିଓ।